ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର ପାଞ୍ଚ ଧାଡିରେ। ଭାସ୍କର ପ୍ରଥମ ସପ୍ତମ ଶତାବ୍ଦୀରେ ଭାରତରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ସପ୍ତମ ଶତାବ୍ଦୀର ଭାରତୀୟ ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞ ଥିଲେ। ସେ ଶୂନକୁ ଏକ ବୃତ୍ତ ଭଳି ହିନ୍ଦୁ ଆରବୀ ଦଶମିକ ବ୍ୟବସ୍ଥାରେ ସଂଖ୍ୟା ଲେଖିଥିବା ପ୍ରଥମ ବ୍ୟକ୍ତି ଅଟନ୍ତି। ତାଙ୍କର ଦୁଇଟି ପୁସ୍ତକ ମହାଭାସ୍କରୀୟ ଓ ଲଘୁ ଭାସ୍କରୀୟ ପ୍ରସିଦ୍ଧ। 7 ଜୁନ 1979 ମସିହାରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଭାସ୍କର ଏକ ଉପଗ୍ରହ ଉତ୍କ୍ଷେପଣ କରିଥିଲେ। ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।